ବାହାଘରର କେଇ ମାସ ପରେ ଚାଲିଗଲା ଘରର ରୋଜଗାରିଆ ପୁଅ। କାନ୍ଥରୁ ଲିଭି ନାହିଁ ବାହାଘରର ଚିତା, ହେଲେ ଲିଭିଗଲା ଜୀବନ ଦୀପ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ। କଲ୍ୟାଣୀ ଗାଁର ସୁରେନ୍ଦ୍ର ବାରିକଙ୍କ ପୁଅ ଦୀପକ ବାରିକ ଜୀବିକା ନିମନ୍ତେ ହାଇଦ୍ରାବାଦ ଅଞ୍ଚଳର ଏକ ଔଷଧ କମ୍ପାନୀରେ କାମ କରୁଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନୁହେଁ। ଅନ୍ଧ ବାପା ଓ ମାଙ୍କ ଔଷଧ ଖର୍ଚ୍ଚ ଯୋଗାଇବା ସହ ଘରର ଦାୟିତ୍ୱ ବୋହିବାକୁ ସେ ଦୀର୍ଘ ବର୍ଷ ଧରି ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଗତ 13 ତାରିଖରେ ଦୀପକ ରହୁଥିବା ଘରର କାନ୍ଥରେ ଲାଗିଥିବା ପିରିଖରେ ଗାମୁଛା ଲଗାଇ ଝୁଲନ୍ତା ଅବସ୍ଥାରେ ଦୀପକର ମୃତଦେହ ଉଦ୍ଧାର ହୋଇଥିଲା। ସହକର୍ମୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପାଇବା ପରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ସତେ ଯେମିତି ଆକାଶ ଛିଡ଼ି ପଡ଼ିଛି ସେମାନଙ୍କ ମୁଣ୍ଡ ଉପରେ। ପରିବାର କହିଲେ ଗୋଟାଏ ପୁଅ ଏବଂ ଦୁଇଟି ଝିଅ। ବାବାଙ୍କ ଆଖିକୁ ଠିକ୍ ଭାବେ ଦେଖାଯାଉନଥିବା ବେଳେ ମା ରୋଗିଣା। ଏପରି ଅବସ୍ଥାରେ ଘରର ପରିସ୍ଥିତି ଯେ କ'ଣ ହେବ କିଏ କହିପାରିବ। ବାହାଘରର କେଇଟା ଦିନ ପରେ ବିଦେଶ ବାହାରିଥିଲେ ଦୀପକ। ହସ ଖୁସିରେ ବିଦା କରିଥିଲେ ସ୍ତ୍ରୀ। କେବେ ଘରକୁ ଫେରିବେ ଏବଂ ଫେରିବା ବାଟ ଚାହିଁ ବସିଥିଲେ ସ୍ତ୍ରୀ। ଏପଟେ ସ୍ତ୍ରୀ 8 ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏ ଅବୁଝା ଆଖିକୁ ବୁଝାଇ ହେଉନାହିଁ କି ଅବୁଝା ମନକୁ ବୁଝାଇ ହେଉନି। ପରିଣତ ବୟସରେ ବାପା ଚାହିଁଥିଲା ପୁଅ ଟିକେ ବାପା ମୁହଁରେ ନିଆଁ ଦେବ, ହେଲେ ଭାଗ୍ୟର ବିଡ଼ମ୍ବନା ଥିଲା ଅଲଗା। ବାପର ପରିଣତ ବୟସରେ ବାପକୁ ଛାଡ଼ି ଆରପାରିକୁ ଚାଲିଗଲା ପୁଅ। ପୁଅକୁ ପାଖରେ ପାଇ ଦିନେ ପରିବାର ଲୋକେ ବେଶ୍ ଖୁସି ଥିବା ବେଳେ ସେ ପୁଅ ଆଜି ଦୁନିଆରେ ନାହିଁ। ଆଖିକୁ ଦେଖାଯାଉନଥିବା ବାପା, ରୋଗିଣା ମା, ପରିବାରର ଆର୍ଥିକ ସମସ୍ୟାକୁ କାନ୍ଧରେ ବୋହିଥିବା ପୁଅ ଏବେ ଆରପାରିରେ। ତେବେ ପ୍ରବାସୀ ଓଡ଼ିଆଙ୍କ ସହଯୋଗରେ ଶବକୁ ଗାଁକୁ ଅଣାଯାଇ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦଶାହ କ୍ରିୟା କରିବାକୁ ମଧ୍ୟ ପରିବାର ପାଖରେ ସେତିକି ଅର୍ଥ ନାହିଁ। ଅନ୍ଧ ବାପା, ଗର୍ଭବତୀ ବୋହୂ ଓ ରୋଗିଣା ମା, ଏହି 3 ଜଣଙ୍କ ଭବିଷ୍ୟତ ଏବେ ଅନ୍ଧକାର ହୋଇପଡ଼ିଛି। ଏହି ଦୁଃଖଦ ସମୟରେ ପ୍ରଶାସନ, ସାମାଜିକ ସଂଗଠନ ଓ ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଲେ ଏହି ଅସହାୟ ପରିବାରଟି କିଛି ଆଶ୍ୱାସନା ପାଇପାରିବ ବୋଲି ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ଗୋଟେ ଦୁଃଖଦ ଘଟଣା ଏବଂ ମୁଁ ସେ ପରିବାରକୁ ମୋର ସମବେଦନା ଜ୍ଞାପନ କରୁଛି ଏବଂ ଆର୍ଥିକ ସହାୟତା କଥା ଯୋଉ କହିଲେ ଆମେ ତାଙ୍କର ଡେଡ୍ ବଡି ପାଇଁ ଯାହା ଖର୍ଚ୍ଚ ହେଇଥିବ ତାକୁ ଆମେ ରିମ୍ବର୍ସ କରିବୁ। ଆମର ଲେବର ଆଣ୍ଡ ଇଏସ୍ଆଇ ଡିପାର୍ଟମେଣ୍ଟ ତାକୁ ସେଟା ରିମ୍ବର୍ସ କରୁଛନ୍ତି। ତେଣୁ ମୁଁ ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସର ସରି ଆମର ଯୋଉ ଡିଷ୍ଟ୍ରିକ୍ଟ ଲେବର ଅଫିସର ଅଛନ୍ତି ମୁଁ ତାଙ୍କୁ କହୁଛି ସେ ତାର ସମସ୍ତ କାଗଜପତ୍ର ଯୋଗାଡ଼ କରିକି ତାକୁ ରିମ୍ବର୍ସମେଣ୍ଟର ବ୍ୟବସ୍ଥା କରିବେ ଏବଂ ଆମେ ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ ମଧ୍ୟ ତାଙ୍କର ପରିବାରକୁ ଆମେ ଆର୍ଥିକ ସହାୟତା 30,000 ଟଙ୍କାର ଆମେ ଯୋଗାଇ ଦେଉଛୁ। ମୋତେ କହିଛନ୍ତି ଆପ୍ଲିକେସନଟା ମୋତେ ପହଞ୍ଚିଯିବ ଆଜି ଭିତରେ। ମୁଁ ଆଜି ପାଇଗଲା ପରେ ତାରି ଉପରେ ମୁଁ ସାଙ୍କସନ୍ ଅର୍ଡର ଦେଇଦେବି। ତେଣୁ ନିହାତି ଭାବରେ ଏଇଟା ଦୁଃଖଦ ଘଟଣା ଏବଂ ଆମେ ଚେଷ୍ଟା କରିବୁ ତାଙ୍କୁ, ଯେହେତୁ ତାଙ୍କର ୱାଇଫ୍ ସେ ମଧ୍ୟ ଆଡଭାନ୍ସ ଷ୍ଟେଜ୍ ଅଫ୍ ପ୍ରେଗନେନ୍ସିରେ ଅଛନ୍ତି, ତେଣୁ ଆମେ କିଭଳି ଭାବରେ ତାଙ୍କୁ ଅନ୍ୟାନ୍ୟ ସାହାଯ୍ୟ ପ୍ରଦାନ କରିପାରିବୁ, ସ୍ପେଶାଲି ଫର୍ ଏ ସେଫ୍ ଡେଲିଭରି, ତାକୁ ଆମେ ବ୍ୟବସ୍ଥା କରିବୁ। ଏବଂ ମୁଁ ଆଉ ଥରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମାକୁ ସଦ୍ଗତି ମିଳୁ। ଘଟଣା ଆମେ ଏତେ ନିବେଦନ କରୁଛୁ, କେମିତି ସରକାରୀ ସାହାଯ୍ୟ ଟିକେ ହେଲେ ସେ ପରିବାର ସେଭ୍ ହେବ। ଅନ୍ଧ ବାପ କେମିତି ଚଳିବ ସେ ପରିବାର? ସ୍ତ୍ରୀଟି ପ୍ରେଗନେଣ୍ଟ ଅଛି, 8 ମାସ ହେଲା ବାହାଘର, କେମିତି ଚଳିବ ସେ? ଏ ସରକାର ଜିନିଷ ଚାହୁଁଛୁ, ଆଉ ସାହାଯ୍ୟ କିଛି କରିନା ଆମେ ଚଳିମୁ କେମିତି? ଆଉ କାହା ଭରସାରେ ଆମେ ଚଳିମୁ? ସେଇ ସବୁ ରୋଜଗାର କରିକି ସବୁ ଘର ଘର କଲା, ଲାଟିନ୍ କଲା, ଟିବଲ ଖୋଳିଦେଲା, କରିଦେଇକି କହିଲା ବାପା ମୁଁ ଯାଉଛି, ଆସେ ଆହୁରି ବାକିରେ ହେଲା ମୁଁ କରିଦେବି। ସାର୍ ତାଙ୍କ ସ୍ତ୍ରୀ ବର୍ତ୍ତମାନ 8 ମାସର ଗର୍ଭବତୀ ଅଛନ୍ତି। ମୋ ତରଫରୁ ଯେହେତୁ ମୁଁ ସରପଞ୍ଚ ଅଛି, ତାକୁ ଦେଖିବି ଯେଉଁ ମଧୁବାବୁ ପେନ୍ସନ୍ ଯୋଜନାରେ ତା ସ୍ତ୍ରୀକୁ ଅନ୍ତର୍ଭୁକ୍ତ କରିବି। ଆଉ ଗଭର୍ଣ୍ଣମେଣ୍ଟ ତରଫରୁ ଯେଉଁ 20,000 ଟଙ୍କାଟେ ମିଳେ, ମୁଁ ଆପଣ ବହୁତ ଚେଷ୍ଟା କରିବି ତାକୁ ଯଥାଶୀଘ୍ର କେମିତି ପ୍ରଦାନ କରିଯାଉ। ଏ ବିଷୟରେ ବି ବିଡ଼ିଓ ମଧ୍ୟ ଜଣେଇଛି। ମୁଁ ବ୍ଲକ ପ୍ରଶାସନ ସହିତ ମୁଁ କଥା ହେଇଛି, ସେମାନେ ବି କହିଛନ୍ତି ହଁ ସେ ଅନ୍ତର୍ଭୁକ୍ତ କରିବେ। ଆଉ ଦେଖୁଛି ମାନେ ସରକାରଙ୍କ ପାଖରେ ବି ମୁଁ ରିକ୍ୱେଷ୍ଟ କରୁଛି
ଯଦି କୌଣସି ସଂସ୍ଥାରେ ତା ସ୍ତ୍ରୀଟିକୁ ମାନେ ଯେହେତୁ କମ୍ ଏଜ୍‌ରେ ତାକୁ ଯଦି କୌଣସି ସଂସ୍ଥାରେ ତାକୁ ଏନଗେଜ୍ କରିଦେବେ ତା ପରିବାରଟି ସେ ନିଶ୍ଚିତ ପୋଷିପାରିବ। ତାର ଗୋଟେ ବଡ଼ ଭାଇ ତଥା ଗ୍ରାମବାସୀ ହିସାବରୁ ପାଖ ପଡ଼ିଶା ହିସାବରୁ ଅନୁରୋଧ କରୁଛି ସରକାରଙ୍କୁ, ଯଦି ତାଙ୍କ ପରିବାର ପ୍ରତି କିଛି ସମବେଦନା ସରକାର ଯଦି କିଛି କରନ୍ତେ, ପ୍ରତିକାର କରନ୍ତେ, ନିଶ୍ଚିତ ଭାବରେ ସେ ପରିବାର ଉପକୃତ ହେଇପାରନ୍ତା। ଭଦ୍ରକରୁ ଜଗନ୍ନାଥ ବେହେରାଙ୍କ ରିପୋର୍ଟ, ଖବର ଓଡ଼ିଶା।